ଜୟ ଜଗନ୍ନାଥ। ପିଲାମାନେ ଗତକାଲି ଆମେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ପିଆଇକୁ ଆଲୋଚନା କରିଥିଲେ MIL ଓଡ଼ିଆର 21ରୁ 25 ମସିହା ପର୍ଯ୍ୟନ୍ତ। ସେଥିରେ କିଛି କରେକ୍ସନ୍ ଅଛି, ଦେଖିଦିଅ। 2025ରେ 34 ନମ୍ବର ଅଛି, ସେଇଟା ମୁଁ କହିଥିଲି, ଅମର କହିଦେଇଥିଲି। ସେଇଟା ପିଲା ହବ କ'ଣ କହିଲ? ସେଇଟା ହବ ଅଜରାମର। ସେ ଦେଇଥିଲା ଅପସନ୍ ସିରେ ଅଜାମର, ଅଜରାମର ହବ ଏଇଟା ହେଲା। ତାପରେ 44 ନମ୍ବର ହବ ଯୋଉ ମୁଁ ମୁଢି କହିଦେଇଥିଲି, ସେଇଟା ପାମ୍ପଡ଼। ତାପରେ 24ର କରେକ୍ଟ ଆନ୍ସର ଚାଷ ଭୂମି ଯୋଉ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସେଟା ନଦୀ ହବ, ତାଙ୍କ ଗାଁକୁ ଫେରିକି ରହିଛି ନଦୀ ହେଲା। ତାପରେ 22ର 1 ନମ୍ବର କ୍ୱେଶ୍ଚିନ୍ ହବ କଣିକା ନତ୍ୱବିଧିରେ। ତାପରେ 11 ନମ୍ବର କ୍ୱେଶ୍ଚିନ୍ ଟା ମୁଁ 11 ନମ୍ବର କ୍ୱେଶ୍ଚିନ୍ ଟା ମୁଁ ସ୍କିପ୍ କରି ଯାଇଥିଲି, କହିନଥିଲି, କିନ୍ତୁ ସେ ଟେଷ୍ଟ ମରା ହେଇଥିଲା, ବୁଲେର ଉତ୍ପରୀକ୍ଷା ମରା ହେଇଥିଲା, ସେଇଟା ହଉଛି ଶ୍ଲେଷ। ଠିକ ଅଛି ହେଲା। ତାପରେ 43ର କରେକ୍ଟ ଆନ୍ସର ଡି ହବ, ଆଉ 45ର କରେକ୍ଟ ଆନ୍ସର ବିଶୁ ମହାରଣା ହବ। ଏରା ସବୁ ଦିଆହେଇଛି, ଏଇଟା ଟିକେ ଦେଖିଦବ ହେଲା, କରେକ୍ସନ କରିଦବ, ନହେଲେ ଭୁଲ ପଡିଲେ ପୁଣି ଅସୁବିଧା ହେଲା। ତାପରେ ଆଜି ଆମେ ଦେଖିବା ସୋସିଆଲ ସାଇନ୍ସ। ଦେଖ 2025ର ଏଇଟା ଆନୁଆଲ, 2025 ଆନୁଆଲ, ଏଇଟା 2025 ଆନୁଆଲ ପିଲେ 1 ନମ୍ବର ସଂସ୍କୃତି ଶିକ୍ଷାର ତଦାରଖ ଓ ବିକାଶ ପାଇଁ ସରକାର କେବେ ଓ କେଉଁଠାରେ ଉତ୍କଳ ସଂସ୍କୃତି ବିଦ୍ୟାଳୟ ପ୍ରତିଷ୍ଠା କଲେ? ହେଲା, ଅପସନ ହଉଛି ସି, 2000 ମସିହା ଭୁବନେଶ୍ୱର ହେଲା, ଅପସନ ସି। ସେ ଦେଇଛି, ମାନେ ଏହାର ଆନ୍ସର ଗୁଡା ଭୁଲ ଦେଇଥିଲା, ଏ ଦେଇଛି, এটা କରେକ୍ସନ କରିଦେ ହେଲା। ତାପରେ 2 ନମ୍ବର ଓଡ଼ିଶାରେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟାଚାଷ କେନ୍ଦ୍ର କୋଉଠାରେ ଅଛି? କୌଶଳାଗଙ୍ଗ ଠାରେ ଅଛି ହେଲା, କୌଶଳାଗଙ୍ଗ। 3 ନମ୍ବର ବିଂଶ ଶତାବ୍ଦୀରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ କୂଳରେ କେଉଁ ଶିଳ୍ପ ପ୍ରତିଷ୍ଠିତ ହେଇଥିଲା? 4ଟା ଦେଇଛି, ଅପସନ ଏ, ବି, ସି, ଡି। ଫେରୋ ସିଲିକନ, ଫେରୋ ଆଲଏଜ୍, ସିମେଣ୍ଟ କାରଖାନା, ରସାୟନ କାରଖାନା। ମନେ ହେଲା, ତାହେଲେ ଆମର ଏର ଅପସନ ହବ ଏ, ଫେରୋ ସିଲିକନ କାରଖାନା ହେଲା। ଆଉ ମନେ ରଖିଥା ପିଲେ, ଏଇ ଯୋଉ ଫେରୋ ଆଲେଜ ହଉଛି ଆମର କୋଉଠି ଫେରୋ ଆଲେଜ ଅଛି? ଅପସନ ଡି ହଉଛି ରସାୟନ କାରଖାନା, ହଉଛି କ'ଣ କହିଲ? ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ କୂଳରେ ରସାୟନ କାରଖାନା, ଅପସନ ଡି। ଫେରୋ ସିଲିକନ କୋଉଠି କହିଦଉଛି? ଫେରୋ ଆଲେଜ କହିଦଉଛି। ସିମେଣ୍ଟ କାରଖାନା କୋଉଠି କହିଦଉଛି? ମନେ ରଖିଥା, ଏଇଟା ପଡିପାରେ, ତେଣୁ ୟାର ଆନ୍ସର ହଉଛି ରସାୟନ କାରଖାନା ହେଲା। ଫେରୋ ସିଲିକନ କାରଖାନା ହଉଛି ଜୟଶ୍ରୀ, ଫେରୋ ଆଲେଜ କାରଖାନା ରାୟଗଡା ଥିରୁବାଲି ଠାରେ, ରାୟଗଡାର ଥିରୁବାଲି ଠାରେ ହଉଛି ଫେରୋ ସିଲିକନ କାରଖାନା। ତାପରେ ଫେରୋ ଆଲେଜ ଗୋଟେ ହଉଛି କଟକର ଚୌଦ୍ୱାର ଠାରେ, ମନେ ରଖ ହେଲା। ତାପରେ ସିମେଣ୍ଟ କାରଖାନା ଅଛି ରାଜଙ୍ଗପୁର ଠାରେ ଆଉ ବରଗଡ଼ ଠାରେ। এই ଯୋଉ ରାସାୟନ କାରଖାନାଟା ପିଲେ, ରସାୟନ କାରଖାନାଟା ଏଇଟା ହଉଛି, ୟା ନା ଜୟଶ୍ରୀ ରସାୟନ, ମନେ ରଖିଥା, ୟା ନା ହଉଛି ଜୟଶ୍ରୀ ରସାୟନ ହେଲା। ଅପସନ ଡି ଟା କରେକ୍ଟ ଅଛି। 4 ନମ୍ବର ନିମ୍ନ କେଉଁଠି ଜାତୀୟ ରାଜପଥ 18 ନମ୍ବର ଜାତୀୟ ପଥ ହଉଛି ଆମର ନା ଝାଡପୋଖରିଆ ବାରିପଦା ବାଲେଶ୍ୱର, ଅପସନ ବି, 80 କିଲୋମିଟର। 5 ନମ୍ବର ହେଲା ନିମ୍ନ କେଉଁ କେନ୍ଦ୍ରଶାସିତ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଛି? ଦିଲ୍ଲୀକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଛି। 6 ନମ୍ବର ଗାନ୍ଧିଜୀ ବାରିଷ୍ଟରୀ ପଢିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ? ଅକ୍ଟୋବର 1888ରେ, ଅପସନ ବି, 6 ନମ୍ବର। 7 ଭାରତର ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ଥିଲେ? ମୌଲାନା ଅବୁଲ କାଲାମ ଥିଲେ ହେଲା। ତାପରେ 8 ନମ୍ବର ଦ୍ୱିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ? ରାମସେ ମେକଡୋନାଲ୍ଡ। 9 ନମ୍ବର ଭାରତ ଆନ୍ଦୋଳନର ପ୍ରଭାବରେ ପୁରୀ ଜିଲ୍ଲାର ନିମାପଡା ଠାରେ ପ୍ରାଣ ହରିଥିବା ବ୍ୟକ୍ତିର ନାମ କିଏ? ନା ଉତ୍ସବ ମଲ୍ଲିକ।
ହେଲା ବାରଛଡ଼ା ନୁହେଁ ନିମାପଡ଼ାର ପୁରୀ ଜିଲ୍ଲାର ହେଲା। 10 ନମ୍ବର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେଉଁ କଲେଜରୁ ଦର୍ଶନ ଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ? ସ୍କଟିଶ ଚର୍ଚ୍ଚ କଲେଜ, ଏଟା କଲିକତାରେ ଏଇଟା ଥିଲେ, କଲିକତାରେ ଏଇଟା ଅଛି ହେଲା। ତାପରେ 11 ନିମ୍ନ ରାଜ୍ୟମାନଙ୍କ ମଧ୍ୟରୁ କେଉଁ ରାଜ୍ୟମାନଙ୍କରେ ବିଧାନ ପରିଷଦ ରହିଛି? ବିଧାନ ପରିଷଦ ରହିଛି ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଉ ଆନ୍ଧ୍ରପ୍ରଦେଶ, ଏ 5ଟାରେ ମନେ ହେଲା। ତାପରେ ଦେଖ ଭାରତର ନିମ୍ନୋକ୍ତ କେଉଁ ପଦକ୍ଷେପ ପାଇଁ ପରୋକ୍ଷ ନିର୍ବାଚନ କରାଯାଏ? ରାଜ୍ୟ ବିଧାନ ପରିଷଦର ସଦସ୍ୟ ପାଇଁ। ଅପସନ ଡି। 13 ନମ୍ବର ଓଡ଼ିଶା ଗୁଡ ସମରିଟନ ନୀତି ଅନୁଯାୟୀ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ଡାକ୍ତରଖାନା ପହଞ୍ଚାଇଲେ କେତେ ଟଙ୍କାର ପ୍ରୋତ୍ସାହନ ରାଶି ମିଳେ? ହେଲା ଆମର 2000 ଟଙ୍କାର ପ୍ରୋତ୍ସାହନ ରାଶି ମିଳେ ଆକ୍ସିଡେଣ୍ଟ ହେଲେ ଯେ ପହଞ୍ଚେଇଦବ ନେଇକି। ତାପରେ 14 ନମ୍ବର ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶୀତଳ ଯୁଦ୍ଧ ସମୟରେ ଭାରତ କେଉଁ ନିର୍ଦ୍ଦିଷ୍ଟ ଦେଶକୁ ସମର୍ଥନ କରୁଥିଲା? ଭାରତ କାହାକୁ ସମର୍ଥନ କରୁନଥିଲା ହେଲା, ଭାରତ କାହାକୁ ସମର୍ଥନ କରୁଥିଲା? ସିଏ ନ୍ୟୁଟ୍ରାଲ ରହିଥିଲା, କୌଣସି ଦେଶ ସହିତ ନୁହେଁ ହେଲା। ତାପରେ 15 ନମ୍ବର ଶ୍ରୀଲଙ୍କା ଜନସମୁଦାୟର କେତେ ଶତାଂଶ ଲୋକ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି? ହେଲା 64% ଲୋକ ବୌଦ୍ଧ ଧର୍ମ ବିଶ୍ୱାସ କରନ୍ତି। ଆଉ ମନେ ରଖିଥା ପିଲେ 14% ହିନ୍ଦୁ, ମନେ ରଖି ଦେଇଥିବ ଏଇଟା, 14% ହିନ୍ଦୁ, 9% ଖ୍ରୀଷ୍ଟିଆନ ଆଉ 6% ଇସଲାମ, ମନେ ରଖିଦିଅ। 14% ହିନ୍ଦୁ, 9% ଖ୍ରୀଷ୍ଟିଆନ, 6% ଇସଲାମ, ଠିକ ମନେ ରଖିଦିଅ। ତାପରେ 16 ନମ୍ବର ଆୟତନ ଦୃଷ୍ଟିରୁ କେଉଁ ଗଡ଼ଜାତ କ ଶ୍ରେଣୀଭୁକ୍ତ ନୁହେଁ? କ ଶ୍ରେଣୀଭୁକ୍ତ ନୁହେଁ ପିଲେ ଦଶପଲା ହେଲା, ଦଶପଲା ହଉଛି କ ଶ୍ରେଣୀଭୁକ୍ତ ନୁହେଁ। ଜାଣି ତ ମାନେ କ ଶ୍ରେଣୀ କେତେଟା ଥିଲେ? 11, ଖ ଶ୍ରେଣୀରେ 12, ଗ ଶ୍ରେଣୀରେ 3ଟା ଥିଲେ ହେଲା। ତାପରେ 17 ନମ୍ବର କେଉଁ ମସିହାରେ ଗୋଆର ପର୍ତ୍ତୁଗୀଜ ମାନଙ୍କ ଶାସନ ଆରମ୍ଭ ହେଲା? ହେଲା କେଉଁ ମସିହା ଆରମ୍ଭ ହେଲା? ନା ଆମର 1510, ଅପସନ ସି, 1510ରେ ଗୋଆରେ ପର୍ତ୍ତୁଗୀଜ ଶାସନ ଆରମ୍ଭ ହେଲା ହେଲା। ମନେକ ବିଜୟନଗର ସମ୍ରାଟଙ୍କ ସହାୟତାରେ, ବିଜୟନଗର ସମ୍ରାଟଙ୍କ ସହାୟତାରେ 1510ରେ ଗୋଆରେ ପର୍ତ୍ତୁଗୀଜ ଶାସନ ଆରମ୍ଭ ହେଇଥିଲା। ତାପରେ 18 ନମ୍ବର ତୃତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ ଅବଧି କଣ ଥିଲା? ତୃତୀୟ ହେଲା କେତେ? 61 ରୁ 66, 1961 ରୁ 66, ଏଟା ତୃତୀୟ। ପ୍ରଥମଟା କେତେ ଜାଣିଛ? ପ୍ରଥମ ହଉଛି 1951 ରୁ 1956, ଦ୍ୱିତୀୟ ହଉଛି 56 ରୁ 61, ତୃତୀୟ ହଉଛି 61 ରୁ 66, 1961 ରୁ 66 ହେଲା। 19 ନମ୍ବର ଭାରତରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ କେଉଁଠାରେ ଶୁଭାରମ୍ଭ କରାଯାଇଥିଲା? ଖଡ଼ଗପୁର ଠାରେ। ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନ ଖଡ଼ଗପୁର ଠାରେ ହେଇଥିଲା। 20 ନମ୍ବର ଶିଶୁମାନଙ୍କ ସୁରକ୍ଷା ବିକାଶ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି? 1 ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇଛି, ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ହେଇଛି, ମଧ୍ୟାହ୍ନ ଭୋଜନ ଯୋଜନା ହେଇଛି। 1, 2, 3 ତାର ଅପସନ ସିଟା ଠିକ ହେଲା, 1, 2, 3। ତାପରେ 21 ନମ୍ବର ଗୌରୀଶଙ୍କର ରାୟଙ୍କ ସମ୍ପାଦନରେ କେଉଁ ସମ୍ବାଦପତ୍ର ପ୍ରକାଶିତ ଉତ୍କଳ ଭାବକୁ ଜାଗ୍ରତ ଥିଲା? ଉତ୍କଳ ଦୀପିକା ହେଲା, ଗୌରୀଶଙ୍କର ରାୟଙ୍କ ସମ୍ପାଦନରେ ଉତ୍କଳ ଦୀପିକା। ତାପରେ 22 ନମ୍ବର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଓ କେଉଁଠାରେ ଅନୁଷ୍ଠିତ ହେଇଥିଲା? ହେଲା କୋଉଠି ହେଇଥିଲା? ନା 1903 ମସିହା ଡିସେମ୍ବର 30 ଆଉ 31 ତାରିଖରେ କଟକଠାରେ ହେଇଠି ସେଇ ମସିହା ସେଇ ତାରିଖ ଖଲିକୋଟ ବିଭିନ୍ନ ଜାଗା ଦେଇଛି, ଏଇଠି କଟକଠାରେ ହେଲା। ତାପରେ 23 ନମ୍ବର କିଏ ମାନ୍ଦ୍ରାଜ ବିଧାନ ପରିଷଦ ସଦସ୍ୟ ଥିଲେ? ଶଶିଭୂଷଣ ରଥ ଥିଲେ ହେଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାର ଆସନ ସଂଖ୍ୟା କେତେ ଥିଲା? କେତେ ଥିଲା ପିଲେ? ନା 60 ଥିଲା। କେତେ ଥିଲା? 60 ଥିଲା।
25 ନମ୍ବର 1947 ଜୁନ 27 ତାରିଖରେ ଭାରତ ସରକାର ଦେଶୀୟ ରାଜ୍ୟ ବିଭାଗ ନାମକ ଏକ ନୂତନ ବିଭାଗ ସୃଷ୍ଟି କଲା ପରେ ଏହାର ଶାସନ ସଚିବ କିଏ ଥିଲେ? ଭିପି ମେନନ ହେଲେ ଭିପି ମେନନ ଏହା ଶାସନ ସଚିବ ଥିଲେ। ତାପରେ 26 ନମ୍ବର ଶୀଘ୍ର ପଚିସଢ଼ି ଯାଉଥିବା ଦ୍ରବ୍ୟଗୁଡ଼ିକୁ ପରିବହନ ପାଇଁ କେଉଁ ମାଧ୍ୟମ କାର୍ଯ୍ୟକ୍ରମ ସଡ଼କ ପଥ ଅପସନ ଏ ହେଲା। 27 ନମ୍ବର ନିମ୍ନୋକ୍ତ କେତେ ନମ୍ବର ଜାତୀୟ ରାଜପଥ ଦୀର୍ଘତମ ହଉଛି 44 ନମ୍ବର ଜାତୀୟ ରାଜପଥ। 27 ନମ୍ବର ହଉଛି ଅପସନ ବି 44 ନମ୍ବର ଜାତୀୟ ପଥ ସବୁଠାରୁ ଦୀର୍ଘତମ। ଇଏ ଯାଇଛି କୋଉଠୁ? ଶ୍ରୀନଗରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମନେ ରଖ। ୟାର ଦୈର୍ଘ୍ୟ ହଉଛି 3745 କିଲୋମିଟର ହେଲା। 28 ନମ୍ବର ବିଶ୍ୱ ପାଣିପାଗ ସଂସ୍ଥା ରିପୋର୍ଟ ଅନୁଯାୟୀ ନିମ୍ନୋକ୍ତ କେଉଁ ମସିହାରେ ବିଶ୍ୱ ସବୁଠାରୁ ଅଧିକ ତାପ ପ୍ରବାହ ହୋଇଥିଲା? 1998 ମସିହାରେ। 29 ନିମ୍ନୋକ୍ତ କେଉଁ ବାତ୍ୟାଟି ଉତ୍ତର ଓଡ଼ିଶାରେ 2020 ମସିହାରେ ମେ ମାସରେ ହେଇଥିଲା? ଆମ୍ପାନ। 30 କେଉଁଟି ଅର୍ଥନିବେଶ ଯୋଜନାର ଅନ୍ତର୍ଗତ ନୁହେଁ? ହେଲା ଅପସନ ହେଲା ବି ସେବି। 30 ନମ୍ବର ହେଲା ଅପସନ ବି। 31 ନମ୍ବର କେଉଁ ସମ୍ବଳଟି ବିକାଶ ସ୍ତର ଅନୁସାରେ ଗ୍ରହଣ ଯୋଗ୍ୟ ନୁହେଁ? ବ୍ୟକ୍ତିଗତ। 31 ହେଲା। ଭାରତର କେଉଁ ରାଜ୍ୟରେ ସର୍ବାଧିକ ଚାରଣ ଭୂମିରେ ମୁଖ୍ୟତଃ ପଶୁପାଳନ କରାଯାଏ? ହିମାଚଳ ପ୍ରଦେଶ। ଚାରଣ ହେଲା ହିମାଚଳ ପ୍ରଦେଶ ହେଲା। ତାପରେ ନିମ୍ନୋକ୍ତ କେଉଁ ଦୁଇଟି ରାଜ୍ୟରେ ଚୋଷ ଦୁର୍ଗମ ଭୂମି ଦେଖାଯାଏ? ପଞ୍ଜାବ ହରିୟାଣା। ଏଇଟା କଣ ଚୋଷ ଦୁର୍ଗମ ଭୂମି କଣ ଜାଣିଛ ନା ନାଇଁ? ଗର୍ତ୍ତ କ୍ଷୟ ଦ୍ଵାରା ଯୋଉ ଦୁର୍ଗମ ଭୂମି ଗର୍ତ୍ତ କ୍ଷୟ ଦ୍ଵାରା ସେକୁ ପଞ୍ଜାବ ହରିୟାଣା ଚୋଷ କହନ୍ତି। ପଞ୍ଜାବ ହରିୟାଣା ତାକୁ କହନ୍ତି ଚୋଷ ହେଲା ଅପସନ ସି। 34 କେଉଁ ପ୍ରକାର ଅରଣ୍ୟକୁ ଦକ୍ଷିଣ ଭାରତରେ ସ୍ଥାନୀୟ ଭାବେ ସୋଲାସ କୁହାଯାଏ? ସୋଲାସ କୁହାଯାଏ କଣ? ନାତିଶୀତୋଷ୍ଣ ପାର୍ବତ୍ୟ। ଅପସନ ବି। 35 ନମ୍ବର ଦକ୍ଷିଣ ଭାରତରେ ଦେଖାଯାଉଥିବା ସିଂହ ଲାଞ୍ଜ ବିଶିଷ୍ଟ ହନୁମାନଙ୍କର ନିମ୍ନୋକ୍ତ କେଉଁ ଜାତି ପ୍ରାଣୀ? ଏମାନେ ହେଲେ 35 ନମ୍ବର ହେଲା ବିପଦ ପ୍ରବଣ ଜାତି। ଅପସନ ସି ବିପଦ ପ୍ରବଣ ଜାତି ହେଲା। 36 ନମ୍ବର ପ୍ରତିବର୍ଷ କେଉଁ ଦିନଟି ବିଶ୍ୱ ଖାଉଟି ଦିବସ ରୂପେ ପାଳନ କରାଯାଏ? ମାର୍ଚ୍ଚ 15 ହେଲା। 37 ନମ୍ବର ନିମ୍ନୋକ୍ତ କେଉଁ ଦେଶର ହେକ୍ଟର ପିଛା ଧାନ ଉତ୍ପାଦନ ସର୍ବନିମ୍ନ? ହଉଛି ଭାରତ। ହେକ୍ଟର ପିଛା ଧାନ ଉତ୍ପାଦନ ସର୍ବନିମ୍ନ। 38 ନିମ୍ନୋକ୍ତ କେଉଁ କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଦେଖାଯାଏ? ପ୍ରଚ୍ଛନ୍ନ ବେକାରୀ ଦେଖାଯାଏ କୃଷି କ୍ଷେତ୍ରରେ ହେଲା। ତାପରେ ଆସିଲା 39 ଉଦ୍ୟୋଗ ସୃଷ୍ଟି କରିବା ପ୍ରକ୍ରିୟାକୁ କଣ କୁହାଯାଏ? ଔଦ୍ୟୋଗିକି। ଅପସନ ସି। ହେଲେ 40 ନମ୍ବର କ୍ୱେଶ୍ଚିନ୍ ଟା ଇଏ ନାହିଁ କଣ କମ୍ପ୍ଲିଟ ନାହିଁ ହେଲା। ଟେଷ୍ଟରେ କ୍ୱେଶ୍ଚିନ୍ କମ୍ପ୍ଲିଟ ନାହିଁ ତେଣୁ ଆଉ ଥର ନାହିଁ ଟେଷ୍ଟ ପ୍ରିଣ୍ଟ ନାହିଁ ଆଉ ହେଲା। 41 ନମ୍ବର ଦେଖ ନିମ୍ନୋକ୍ତ କେଉଁ ରାଜ୍ୟ ଗୋଦାବରୀ ନଦୀ ଜଳ ବିବାଦର ଅନ୍ତର୍ଗତ ନୁହେଁ? ହେଲା ଛତିଶଗଡ଼। 42 ନିମ୍ନୋକ୍ତ କେଉଁ ନଦୀ ସହ ଗାନ୍ଧୀସାଗର ନଦୀ ବନ୍ଧ ଯୋଜନା ସମ୍ପୃକ୍ତ? 42 ଅପସନ ହେଲା ବି ଚମ୍ବଲ। 42 ଅପସନ ହେଲା ବି ଚମ୍ବଲ। 43 ନମ୍ବର ଅଭ୍ର ବୈଦ୍ୟୁତ ଶିଳ୍ପ କିଏ ଇସ୍ପାତ ଶିଳ୍ପ ହବ? ତାହେଲେ ୟାର ଉତ୍ତର ହବ 43 ନମ୍ବର ଉତ୍ତର ହବ ଅପସନ ଡି ହବ କ୍ରୋମାଇଟ। ହେଲା। ତାପରେ 44 ନମ୍ବର ନିମ୍ନୋକ୍ତ କେଉଁ ଖଣିଜଟି ସମୁଦ୍ର ଶଯ୍ୟାରେ ପ୍ରଚୁର ପରିମାଣରେ ମହଜୁଦ ଅଛି? ହେଲା ଅପସନ ଏ ମାଙ୍ଗାନିଜ ଗୁଟିକା। 45 ଶକ୍ତି ଉତ୍ପାଦନ ଦୃଷ୍ଟିରୁ ଓଡ଼ିଶାର କେଉଁ ସ୍ଥାନଟି ଅନ୍ୟ ତିନିଠାରୁ ଭିନ୍ନ?
ହେଲା ଅପସନ୍ ସି କଣିଆ ହେଲା। କାହିଁକି? ଆରେ ଏରା ହୀରାକୁଦ ବାଲିମେଳା ମାଛକୁଣ୍ଡ ହେଲା ବିଦ୍ୟୁତ ଉତ୍ପାଦନ, ଏଇଟା ହଉଛି ତାପଜ କଣିଆ ହଉଛି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କଣିଆ। 46 ନମ୍ବର, ରାଜ୍ୟ ଓ ଆଣବିକ ଶକ୍ତି କେନ୍ଦ୍ରରେ ଥିବା ସମ୍ପର୍କ ଦୃଷ୍ଟିରୁ କେଉଁ ଯୋଡ଼ିଟି ଠିକ ନୁହେଁ? ହେଲା, କେଉଁ ଯୋଡ଼ି ଠିକ ନୁହେଁ ପିଲେ? ଇଏ ସବୁ ଠିକ। ମହାରାଷ୍ଟ୍ର ଜୈତାପୁର ଠିକ ଅଛି, ଗୁଜୁରାଟର କାକରାପରା ଠିକ ଅଛି ଆଣବିକ ଶକ୍ତି କେନ୍ଦ୍ର, କର୍ଣ୍ଣାଟକର କାଇଗା ଠିକ ଅଛି ହେଲା। ତାମିଲନାଡୁ ଜାଗାରେ ଲେଖିନି, କିଛି ଗୋଟେ ଲେଖିଥାନ୍ତେ ଲେଖିନି, ତେଣୁ ଏଇ ତାମିଲନାଡୁର ମନେରଖ କଣ? ତାମିଲନାଡୁ ମନେରଖ ଠିକ ଜାଗା ହଉଛି କଳ୍ପକମ୍। ମନେରଖ ଆଣବିକ ଶକ୍ତି କେନ୍ଦ୍ର ତାମିଲନାଡୁର କଳ୍ପକମ୍, ମନେରଖିଥା ତାମିଲନାଡୁର କଳ୍ପକମ୍ ହେଲା। ତାପରେ 47, କେଉଁ ପ୍ରକାର କୃଷି ଜନସଂଖ୍ୟା କମ ଓ ଅଧିକ ଚାଷ ଉପଯୋଗୀ ଜମି ଥିବା ବିସ୍ତୃତ ଅଞ୍ଚଳରେ ଦେଖାଯାଏ? ହେଲା, 47 ହେଲା ଡି ବ୍ୟାପକ ବ୍ୟାପକ କୃଷି। 48 ନମ୍ବର, ରାଜ୍ୟ ଏବଂ ଫଳ ଉତ୍ପାଦନ ସମୟ ଦୃଷ୍ଟିରୁ କେଉଁ ଯୋଡ଼ି ଠିକ ନୁହେଁ? ଏଇ ଯୋଡ଼ିଟି ଠିକ ନୁହେଁ। ଅପସନ୍ ଏ ଟେ ତାମିଲନାଡୁ ଲିଚୁ, ଏଇ ଯୋଡ଼ିଟା ଠିକ ନୁହେଁ ହେଲା, ଏଇ ଯୋଡ଼ିଟା ଠିକ ନୁହେଁ। ଆଉ ସବୁ ଠିକ ଅଛି, ନାଗପୁର କମଳା, ମେଘାଳୟ ସପୁରି, ଜାମ୍ମୁ କାଶ୍ମୀର ଅକ୍ରୋଟ ହେଲା, ଆଉ ସବୁ ଠିକ ଅଛି। 49 ନମ୍ବର, ଭାରତରେ ଆଧୁନିକ ଲୌହ ଶିଳ୍ପର ଭିତ୍ତିପ୍ରସ୍ତର ନିମ୍ନତ କେଉଁଠାରେ ସ୍ଥାପିତ ହେଇଥିଲା ପିଲେ? କୁଲୁଟି ଅପସନ୍ ବି ହେଲା। କେବେ ହେଇଥିଲା? ମନେକ 1864 ମସିହାରେ ପଶ୍ଚିମବଙ୍ଗର କୁଲୁଟି, ପଶ୍ଚିମବଙ୍ଗର କୁଲୁଟି। ତାର 50 ନମ୍ବର, ନେପାନଗର ସହିତ ସମ୍ବାଦପତ୍ର ଛପାକାଗଜ କଳର ଯେଉଁ ସମ୍ପର୍କ, ରେଣୁକଟ ସହିତ କେଉଁ ଶିଳ୍ପର ସେଇ ସମ୍ପର୍କ ଅଛି? ହେଲା, 50 ନମ୍ବର ହେଲା ଆଲୁମିନିୟମ, ଅପସନ୍ ବି ଆଲୁମିନିୟମ ହେଲା। ରେଣୁକଟ କୋଉଠି ଜାଣିଛେ ପିଲେ? ରେଣୁକଟ ହଉଛି ଉତ୍ତରପ୍ରଦେଶ ହେଲା। ତାପରେ ଆମେ ଦେଖିବା 2024 ମସିହା କୋଶ୍ଚିନ୍ ହେଲା, 2024 ରେ ଦେଖିବା କୋଶ୍ଚିନ୍ ହେଲା। ଏସବୁ ଗୋଟେ ମରା ହେଇଛି ଟେଷ୍ଟରେ, ତ ଦେଖିଦିଅ। ସ୍ୱାଧୀନତା ବେଳକୁ ଓଡ଼ିଶାରେ ନିମ୍ନତ କେଉଁ ବିଶ୍ୱବିଦ୍ୟାଳୟଟି ଅବସ୍ଥିତ ଥିଲା? ଉତ୍କଳ ବିଶ୍ୱବିଦ୍ୟାଳୟ ହେଲା। 2, ଓଡ଼ିଶାର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅଛି? କଟକର ବିଦ୍ୟାଧରପୁର, ଜାଣିଛ କଟକର ବିଦ୍ୟାଧରପୁର। ଜାତୀୟ ଆଲୁମିନିୟମ କମ୍ପାନୀ ନାଲକୋ କେଉଁଠାରେ ଅବସ୍ଥିତ? ଅନୁଗୁଳ ଠାରେ। 4 ନମ୍ବର, ଭାରତ ରେଳପଥ କେଉଁ ମସିହା ଆରମ୍ଭ ହେଇଥିଲା? 1853 ହେଲା। ଭାରତରେ କୋଉଠୁ? ବମ୍ବେରୁ ଥାନେ, 1853। 5 ନମ୍ବର, ମାଡ୍ରାସର ତେଲୁଗୁ ଭାଷା ନେଇ କେଉଁ ରାଜ୍ୟ ଗଠନ କରାଯାଇଥିଲା? ଆନ୍ଧ୍ରପ୍ରଦେଶ। ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ, ଏହା କିଏ କହିଥିଲେ? ଆବ୍ରାହମ ଲିଙ୍କନ କହିଥିଲେ ହେଲା। 7, ଭାରତରେ ମତଦାନ କରିବାର ସର୍ବନିମ୍ନ ବୟସ 18 ବର୍ଷ। 18 ବର୍ଷ ହେଲେ ଭୋଟ ଦବ ହେଲା। 8 ନମ୍ବର, ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ନିମନ୍ତେ ସର୍ବନିମ୍ନ ବୟସ ଅଛି 18 ବର୍ଷ ହେଲା। 9 ନମ୍ବର, 1954 ମସିହାରେ ଭାରତ ଓ ଚୀନ ମଧ୍ୟରେ କେଉଁ ଚୁକ୍ତି ସ୍ୱାକ୍ଷରିତ ହେଇଥିଲା? ପଞ୍ଚଶୀଳ ନୀତି। ତାପରେ 10 ନମ୍ବର, କେଉଁ ମସିହାରେ ସୋଭିଏତ ରୁଷିଆର ବିଲୋପ ଘଟିଲା? 1951 ମସିହାରେ। 11 ନମ୍ବର, ଜାଲିଆନୱାଲାବାଗ କେଉଁଠାରେ ଅବସ୍ଥିତ? ଅମୃତସର। ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଜାଣିଛ, ମୁଁ ବି କହିଛି ତମକୁ ବାରମ୍ବାର, ଅମୃତସର। 12 ନମ୍ବର, କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ? ଗୋପନ ଦାସ। 13 ନମ୍ବର, ଜାତୀୟ କଂଗ୍ରେସର ମାଡ୍ରାସ ଅଧିବେଶନରେ ସାଇମନ କମିଶନକୁ ବର୍ଜନ କରିବା ପାଇଁ କାହିଁ ସ୍ଥିର କରାଗଲା? ପିଲେ ଏଠି ଦେଖରେ, ଏଠି ଅସୁବିଧା ଅଛି, ଏ ମରା ହେଇଛି, ଏ ନୁହଁ ରେ। ଜାତୀୟ କଂଗ୍ରେସ ମାଡ୍ରାସ ସାଇମନ କମିଶନ ବର୍ଜନ କରିବା କାହିଁକି? ନା ଏତେ ଡି ଅପସନ ହବ, ଏଇଟା ମନେ ଦେଖ 13 ନମ୍ବର ଅପସନ ଡି ହବ। ଦେଖ, ଏଥିରେ ଥିବା 7 ଜଣ ସଦସ୍ୟ ମଧ୍ୟରୁ କେହି ଭାରତୀୟ ନଥିଲେ, ଅପସନ ଡି ହବ ହେଲା। ତାପରେ
14 ନମ୍ବର, କେଉଁ ମସିହାରେ ଇଂରେଜ ସରକାର ଅଗଷ୍ଟ ଦାନ ଘୋଷଣା କଲେ? 1940। 15 ନମ୍ବର, ସୁଭାଷ ବୋଷ କେଉଁଠାରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? ସିଙ୍ଗାପୁର। କିଏ ଉତ୍କଳ ଦେଖ ବାରମ୍ବାର ଏଇଠି ରିପିଟ୍ କେମିତି ହଉଛି? ଏଇଠି ଉତ୍କଳ ଦୀପିକା ସମ୍ପାଦକ ଗୌରୀଶଙ୍କର, ଏଇଟା ରିପିଟ୍ ହେଲା 5 ବର୍ଷ ଦେଖିବ ପ୍ରାୟ ଅଧେ କ୍ୱେଶ୍ଚିନ୍ ପାଇଯିବ। କିଏ ଉତ୍କଳ ଦୀପିକା ସମ୍ପାଦକ ଥିଲେ? ଗୌରୀଶଙ୍କର ରାୟ। 17 ନମ୍ବର, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା? କଟକ ଠାରେ ହେଲା। ଫିଲିପ ଟପ୍ କମିଟି କେବେ ଗଠନ ହୋଇଥିଲା? 1924। 19 ନମ୍ବର, ସ୍ୱତନ୍ତ୍ର ଓଡ଼ିଶା ପ୍ରଥମ ରାଜ୍ୟପାଳ କିଏ ଥିଲେ? ସାର୍ ଜନ୍ ଅଷ୍ଟିନ୍ ହବାକ୍। ସାର୍ ଜନ୍ ଅଷ୍ଟିନ୍ ହବାକ୍। 20 ନମ୍ବର, କାହାକୁ ଭାରତର ବିସ୍ମାର୍କ ବୋଲି କୁହାଯାଏ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତାଙ୍କୁ ମଧ୍ୟ ଲୌହ ମାନବ କୁହାଯାଏ। ମାନେ ବିସ୍ମାର୍କ ଏବଂ ଲୌହ ମାନବ ବି କୁହାଯାଏ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। 21 ନମ୍ବର, କ ଶ୍ରେଣୀଭୁକ୍ତ ଗଡ଼ଜାତ ସଂଖ୍ୟା କେତେ ଥିଲା? 11। ଖ କେତେ ଥିଲା? 12। ଗ କେତେ ଥିଲା? 3। ମନେ ରଖିଦେଇଥା। କ 11, ଖ 12, ଗ ଥିଲା 3। ତାପରେ 22 ନମ୍ବର, 1947 ପରେ ଗୋଆରେ କେଉଁମାନେ ଶାସନ କରୁଥିଲେ? ପର୍ତ୍ତୁଗୀଜ ମାନେ ଶାସନ କରୁଥିଲେ ହେଲା। ତାପରେ 23 ନମ୍ବର ଦେଖ, କେବେ ଯୋଜନା ଆୟୋଗ ଗଠନ କରାଯାଇଥିଲା? 1950 ମସିହା ମାର୍ଚ୍ଚ 15 ତାରିଖ ମନେ ରଖିଦେଲା। 1950 ମସିହା ମାର୍ଚ୍ଚ 15। 24 ନମ୍ବର, ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ? ଆମର ଥିଲେ ହୋମି ଜାହାଙ୍ଗୀର ଭାବା ହେଲା। କେବେ ପ୍ରତିଷ୍ଠା ହେଇଥିଲା ସେଇଟା ମନେ ରଖିଛ? 1948 ଅଗଷ୍ଟ ମନେ ରଖିଥା। 1948 ଅଗଷ୍ଟରେ। ତାପରେ ଅଙ୍ଗନବାଡି କେନ୍ଦ୍ର କହିଲେ କଣ ବୁଝା ଆମେ? ଶିଶୁମାନଙ୍କ ଶିକ୍ଷା କେନ୍ଦ୍ର। ଶିଶୁମାନଙ୍କ ଶିକ୍ଷା କେନ୍ଦ୍ର। ତାପରେ 26, ସମୁଦ୍ରର କେଉଁ ଅଂଶରେ ଖଣିଜ ତୈଳ ଗଚ୍ଛିତ ଥିବା ଦେଖାଯାଏ? ମହୀଶୋପାନ ଅଞ୍ଚଳରେ। ତାପରେ 27, ଝାଡଖଣ୍ଡରେ କରାଯାଉଥିବା ସ୍ଥାନାନ୍ତର କୃଷି କଣ କୁହାଯାଏ? ପିଲେ ସ୍ଥାନାନ୍ତର କୃଷି ସବୁ କହିଦେଇଛି। ମୋ ଭିଡିଓ ଦେଖିବ, ସୋସିଆଲ ସାଇନ୍ସ ଭିଡିଓ ମୁଁ କରିକିରି ଅବଜେକ୍ଟିଭ ଛାଡି ତାକୁ ଦେଖିବ। ସବୁ 8ଟା ଛାଡ଼ିଦେଲି। ବର୍ତ୍ତମାନ ସମ୍ବାଦ, ସମାଜ ଆଉ ପ୍ରମେୟରେ ଯୋଉ ସୋସିଆଲ ସାଇନ୍ସ ଦେଇଥିଲା ତାକୁ ବି ଛାଡିଛି, ତାକୁ ଦେଖିଦବ। ଆଉ ଏଗୁଡା ଯୋଉ ପ୍ରିଭିୟସ ଇୟର 5 ବର୍ଷ ଛାଡି ତାକୁ ଦେଖିଦବ। ସବୁ କ୍ଲିୟର, ସବୁ ପାଇଯିବ ସେଥିରେ ହେଲା। ଝାଡଖଣ୍ଡ କଥା କୁରୁଆ କୁହାଯାଏ। ଅପସନ ଡି ହେଲା। ଅପସନ ଡି ହେଲା। 28 ନମ୍ବର, ଅଲ୍ ଇଣ୍ଡିଆ ନିମ୍ନୋକ୍ତ କେଉଁ ଧରଣର ଶିଳ୍ପ ଅଟେ? ଅଲ୍ ଇଣ୍ଡିଆ ଯୌଥ ଶିଳ୍ପ। ଆଉ ମାରୁତି ମଧ୍ୟ ସେଇଠି ଯାଉଛି, ଯୌଥ ଶିଳ୍ପ। 29, କାଗଜ ଶିଳ୍ପ ଦୃଷ୍ଟି କେଉଁଠି ଭିନ୍ନ? ଝାଡଖଣ୍ଡ ଡାଲମିଆ ନଗର। ଅପସନ ଡି। 30 ନମ୍ବର, କେଉଁ କୃତ୍ୟତନ୍ତୁ ଖଣିଜ ତୈଳ ପ୍ରସ୍ତୁତ କରାଯାଏ? ନାଇଲନ ହେଲା। 31, ଭାରତରେ ଅରଣ୍ୟଭୂମିର ଆୟତନ ବୃଦ୍ଧି ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି? ଜଳଛାୟା ନିର୍ମାଣ। 32, ବିକଶିତ ସମ୍ବଳ ଜଳବିଦ୍ୟୁତ ଶକ୍ତି, ସଂରକ୍ଷିତ ସମ୍ବଳ ହେଲା ପ୍ରବାହିତ ଜଳ। ଅପସନ ସି। 32 ଅପସନ ସି, ପ୍ରବାହିତ ଜଳ। 33 ନମ୍ବର, କେଉଁ ମୃତ୍ତିକାରେ ବୃଷ୍ଟି ଜଳ ପ୍ରକ୍ଷାଳନ ଅଧିକ ହୋଇଥାଏ? ଲାଟୁରାଇଟ ମୃତ୍ତିକା ହେଲା। 34, ବୋରିଅଲ ଉଦ୍ଭିଦ ଭାରତର କେଉଁ ଅଞ୍ଚଳରେ ଦେଖାଯାଏ? ହିମାଳୟ ପାର୍ବତ୍ୟ ଅଞ୍ଚଳରେ। ହିମାଳୟରେ। 35, ନିମ୍ନଲିଖିତ କେଉଁଠି ରାଜସ୍ଥାନ ଅବସ୍ଥିତ ବ୍ୟାଘ୍ର ପ୍ରକଳ୍ପ? ରାଜସ୍ଥାନ ରନ୍ଥାବୋର ହେଲା। ରାଜସ୍ଥାନର ରନ୍ଥାବୋର। 36, କେଉଁ ଜଳପଥ ଦେଇ ଦକ୍ଷିଣ ଆମେରିକା ଦେଶ ସମୂହ ସହ ବାଣିଜ୍ୟ କାରବାର ହୁଏ? ଉତ୍ତମାଶା ଅନ୍ତରୀପ ହେଲା। ଉତ୍ତମାଶା ଅନ୍ତରୀପ ଦେଇକିରି। 37, କୋଲକାତାର କେଉଁ ରେଳପଥ ଦେର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ? କୋଲକାତାରେ ହଉଛି କୋଉ ମୁଖ୍ୟ? ନା ପୂର୍ବ ରେଳପଥ ଆଉ ଦକ୍ଷିଣ ପୂର୍ବ ରେଳପଥ। ଅପସନ
ए ऑप्शन ए है। क्यों प्रकार बन्या को व्यापक धन जीवन हानि होता है? आकस्मिक बन्या, आकस्मिक बन्या हेले धन जीवन नष्ट। 39 है। क्रांति मंडल बाच्य को निम्न क्यों अंचल व्यापक धन जन प्रहित होता है? उपकूल। क्रांति मंडल बाच्य को उपकूल अंचल धन जीवन नष्ट होता है। 40 नंबर क्योंठारे विश्व वाणिज्य संघ मुख्य कार्यालय? जेनेभा। 41 नंबर केउंटी साधारण बंटन व्यवस्थार अंतर्गत नुहे? अरे गहम बंटा होची, चीनी बंटा होची, चाउल बंटा होची, आलू बंटा होची कौन? आलू नुह है। 42 नंबर प्रथम खाउटी सुरक्षा आंदोलन केउंठारे आरंभ होइथिला? इंग्लैंड। इंग्लैंड होइथिला। भारत में निम्नत क्यों राज्य में दारिद्र्य सीमा रेखा तले थिबा लोक संख्या सबठारु कम? गुजरात। ऑप्शन डी है। 43 ऑप्शन डी। शिल्पोन्नत 84 नंबर शिल्पोन्नत देश मानकरे क्यों प्रकार बेकारी देखा जाती? संघात जनित बेकारी। ऑप्शन सी। 45 उद्योग विकास पाई क्यों अर्थनीति अनुकूल अटे? पुंजीवादी अर्थनीति अनुकूल अटे है। 46 नंबर निम्नोक्त क्योंटी भारतर प्रथम बहुमुखी नदीबंध योजना? ना ऑप्शन ए दामोदर नदी उपत्यका। भारतर प्रथम बहुमुखी नदीबंध योजना दामोदर नदी उपत्यका। 47 भारतर क्यों राज्य में कोयना बहुमुखी नदी योजना है? महाराष्ट्र। कोयना नदी योजना। 48 खनिज द्रव्य और तार उत्पादन स्थान दृष्टि निम्नत क्यों संजोगटी ठीक नुहे? कोटा पिले देख ए झरिया कोयला ठीक, कोदरमा अभ्रट येटा ठीक, एटा भी ठीक, मुसाबुड़ी मांगानिज ठीक, ये गोटाक नुह। ऑप्शन डी है। आमर ऑप्शन डी। 49 दरमुख मांगालोर बंदर पाइपलाइन साहाय्य क्यों खनिज पदार्थ परिवहन करा जाए? लुहा पत्थर। 50 नारोरा उत्तर प्रदेश, उदाकुलम कौटी? तमिलनाडु। काली कहीदेली तमिलनाडु। तापरे देखिवा हमें 23 नंबर 23 मसीहा 1 नंबर गणजात मिश्रण पर ओडिशार विधानसभा संख्या 60 रु बढ़ी के 60 तला आगु इना कही 31टा बढ़ीगला 91 होगा। क्यों सॉफ्टवेयर कंपनी ओडिशा रे पर्यंत उपस्थित नहीं? एक्सेंचर। ऑप्शन सी। आ ये सब अच्छी 3 केंद्रीय मधुर साइड रिपीट हो क्वेश्चन देखुच रिपीट हो केंद्रीय मधुर मधुर मत्स्य गवेषणा केन्द्र केउठारे? कौशल्या गंग। तारे उत्कल संस्कृत रिपीट है 4 नंबर रिपीट है। उत्कल संस्कृत विश्वविद्यालय केवे प्रतिष्ठा होता? 2000। 5 नंबर ओडिशा हाईस्कूल सर्टिफिकेट परीक्षा परिचालन 1953 एडुकेशन एक्ट अनुसार डैश गठित होता? ओडिशा माध्यमिक शिक्षा परिषद जोटा बर्तमान परीक्षा दब जो बोर्ड परीक्षा दब तुम बर्तमान है। क्यों प्रधानमंत्री समय श्रीलंका शांति प्रतिष्ठा सेठा एक भारतीय सैनिक सामरिक बाहिनी पठाई राजीव गांधी समय प्रधानमंत्री है। देख 7 नंबर काश्मीर रे निजर स्थिति को जाहिर करने पाकिस्तान कहार? से हूँ सियाटो। सियाटो सियाटो कौन? सियाटो सियाटो बोले कौन? SEATO SEATO सियाटो है। कौन? साउथ ईस्ट एशिया ट्रिटी ऑर्गेनाइजेशन है। एटा देख 8 नंबर
1966 ମସିହାରେ ତାସ୍କେଣ୍ଟ ଚୁକ୍ତି କେଉଁ ଦୁଇ ଦେଶ ମଧ୍ୟରେ ହେଇଥିଲା? ତାସ୍କେଣ୍ଟ ହେଇଥିଲା ବେଲେ ଭାରତ ଆଉ ପାକିସ୍ତାନ ମଧ୍ୟରେ ହେଲା। କେବେ ହେଇଥିଲା? 1966 ଜାନୁଆରୀ 10 ତାରିଖରେ ହେଇଥିଲା। ପାକିସ୍ତାନ ରାଷ୍ଟ୍ରପତି ଥିଲେ ଆୟୁବ ଖାଁ ଆଉ ଆମ ଭାରତର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଲାଲ ବାହାଦୁର ଶାସ୍ତ୍ରୀ ହେଲା। ସେଇଟା ହେଇଥିଲା। 9 ନମ୍ବର, ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ରେଖାକୁ ପୁନଃନିର୍ଦ୍ଧାରଣ କରିବା ପାଇଁ 1972 ମସିହାରେ କେଉଁ ରାଜିନାମା ହେଇଥିଲା? ସିମଳା ରାଜିନାମା। ସିମଳା ରାଜିନାମା ହେଇଥିଲା। 10 ନମ୍ବର, ଇନ୍ଧନ ସଂରକ୍ଷଣ ପାଇଁ କେଉଁ ଯାନକୁ ପ୍ରୋତ୍ସାହନ ଦିଆଯାଇପାରେ? ଇନ୍ଧନ ହେଲେ କଣ? ଇଲେକ୍ଟ୍ରିକ ଯାନ। ଇଲେକ୍ଟ୍ରିକ ଯାନ। ଇଲେକ୍ଟ୍ରିକ ଯାନ ହବ, ଆଉ ସବୁଥିରେ ଇନ୍ଧନ ତ ଖର୍ଚ୍ଚ ହବ ଆଉ। ତାପରେ 11 ନମ୍ବର, ପ୍ରତିବର୍ଷ ଓଡ଼ିଶାରେ ପ୍ରାୟ ଡ୍ୟାସ୍ରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। 4000। କେଉଁଠି ମିଆଁମାର ରାଜଧାନୀ? ୟାନଗନ। ଅପସନ ବି। 13 ନମ୍ବର, କେଉଁ ରାଜ୍ୟ ଉପରେ ଅପରେସନ ପୋଲୋ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା? ହାଇଦ୍ରାବାଦ। ହାଇଦ୍ରାବାଦ ଉପରେ। ରାଜ୍ୟ ହରାଇଥିବା ରାଜାମାନଙ୍କ ପାଇଁ ଯେଉଁ ବାର୍ଷିକ ପେନସନ ବ୍ୟବସ୍ଥା କରାଗଲା ତା କେଉଁ ଭିତରେ କରାଯାଇଥିଲା? ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ୱ ଭିତରେ। ଅପସନ ସି। 1949 15 ନମ୍ବର, 1949 ସୁଦ୍ଧା କେଉଁ ରାଜ୍ୟଗୁଡ଼ିକ ମିଶ୍ରଣ ଅଙ୍ଗୀକାର ପତ୍ରରେ ସ୍ୱାକ୍ଷର କରିନଥିଲେ? ଅପସନ ଏ କାଶ୍ମୀର, ମହୀଶୂର, ହାଇଦ୍ରାବାଦ। 16 ନମ୍ବର, ଭାରତକୁ ଏକତ୍ର କରିବାରେ କେଉଁ ବିଶିଷ୍ଟ ବ୍ୟକ୍ତି ରାଜନୈତିକ ବିଚକ୍ଷଣତା ଓ କୂଟନୈତିକ ପାରଦର୍ଶିତା ଯୋଗୁଁ ତାଙ୍କୁ ଲୌହମାନବ ଆଖ୍ୟା ଦେଇଥିଲା? ଏଇନା କହିଥିଲି। କିଏ ସେ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଲୌହମାନବ। ଗଡ଼ଜାତର ମିଶ୍ରଣର ମୁଖ୍ୟ ଭୂମିକା ନେଇଥିଲେ। 17 ନମ୍ବର, ଗୋଆକୁ କେବେ 25ତମ ରାଜ୍ୟ ପାହ୍ୟା ପ୍ରଦାନ କରାଗଲା? 1987 ମସିହାରେ। ଅପସନ ଡି। ଭାରତୀୟ ବ୍ୟାଙ୍କ ଜାତୀୟକରଣ କେବେ କରାଯାଇଥିଲା? ବେଲେ ଭାରତୀୟ ବ୍ୟାଙ୍କ ଜାତୀୟକରଣ କରାଯାଇଥିଲା 1969 ମସିହାରେ। କେତେଟା ବ୍ୟାଙ୍କ ହେଇଥିଲା ମାନେ 14ଟି ହେଇଥିଲା। ଆଉ 1980ରେ ହେଲା କେତେ? 80ରେ ହେଲା 6ଟା। ସେତେବେଳେ ହେଇଥିଲା 14ଟା। ତାପରେ 19 ନମ୍ବର, ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ରୂପରେଖ କିଏ ପ୍ରସ୍ତୁତ କରିଥିଲେ? ଅପସନ ଡି। ପି.ସି. ମହାଲବିଶ। 20 ନମ୍ବର, କେଉଁଟି କ୍ଷେପଣାସ୍ତ୍ର ନୁହେଁ? କ୍ଷେପଣାସ୍ତ୍ର ନୁହେଁ କିଏ? ଏ ଜେରିଲିନା। ଜେରିଲିନା। ଜେରିଲିନା ଏଇଟା କଣ? ଏଇଟା ଜେରିଲିନା ହଉଛି ରିଆକ୍ଟର। ଅପ୍ସରା, ସାଇରସ୍, ଜେରିଲିନା ଏଗୁରା ହଉଛି ରିଆକ୍ଟର, ଏଗୁରା ହଉଛି କ୍ଷେପଣାସ୍ତ୍ର। 21 ନମ୍ବର, ଭାରତ କେବେ ଓ କେଉଁଠାରେ ଦ୍ୱିତୀୟ ଥର ପାଇଁ ପରମାଣୁ ବୋମାର ପରୀକ୍ଷଣ କରିଥିଲା? ଅପସନ ସି। 1998 ମଇ 11 ଓ 13 ତାରିଖରେ ରାଜସ୍ଥାନର ପୋଖରାନ ଠାରେ କରିଥିଲା। 22, ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ନାମ କଣ ଥିଲା? ଆର୍ଯ୍ୟାଭଟ୍ଟ। ମନେ ରଖିଦବ ସବୁ, କାଲି ଦେଖିଦିଅ, ସବୁ ପଢିବ। 23 ନମ୍ବର, 3/10/2019 ତାରିଖରେ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ ଦ୍ୱାରା ଏହା ବିହତି କେତୋଟି କେନ୍ଦ୍ରଶାସିତ ଥିଲା? 2ଟା ହେଇଥିଲା ହେଲା। ଯୋଉଠି ହେଇଥିଲା ଲାଦାଖ ଗୋଟିଏ, ଏଇ ଗୋଟିଏ। 24 ନମ୍ବର, କେଉଁ ଗଡ଼ଜାତ ରାଜା କଟକ ସମ୍ମିଳନୀ ମିଶ୍ରଣ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିନଥିଲେ? କିଏ କରିନଥିଲେ? ମୟୂରଭଞ୍ଜ ରାଜା କରିନଥିଲେ। 25, ରାଜା ଓ ରାଜକର୍ମଚାରୀଙ୍କ ମଫସଲ ଗସ୍ତ ସମୟରେ ସେମାନଙ୍କୁ ଶିବିରରେ ମାଗଣା ଖାଦ୍ୟ ବନ୍ଦୋବସ୍ତ କରିବା ପ୍ରଥା କଣ କରାହଉଥିଲା? ରସଦ। ମାଗଣା ଦବ। ରସଦ, ଭେଟି, ବେଗାରୀ, ମାଗଣ, ବହୁତ ଦେଖିଦବ ସବୁ ଅଛି, ତାକୁ ରସଦ କୁହାହଉଥିଲା। ଏଇନା ଯାଇଥିଲା ଏଠି କୋଶ୍ଚିନ୍ ରିପିଟ୍। କେଉଁ ପରିବହନ ସବୁଠାରୁ ଶସ୍ତା ଅଟେ? କୋଉଟା? ଜଳପଥ। କେଉଁ ପରିବହନ ସବୁଠାରୁ ଶସ୍ତା ଅଟେ? ଜଳପଥ ହେଲା। ଭାରତରେ ସବୁଠାରୁ ଅଧିକ ସଂଖ୍ୟାରେ କୋଉ ସମ୍ବାଦ ପ୍ରକାଶ? ହିନ୍ଦୀ ସମ୍ବାଦ ପତ୍ର ଅଧିକ ସଂଖ୍ୟାରେ ବାହାରୁଛି ହେଲା। 28 ନମ୍ବର,
ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତର ମୁଖ୍ୟ ଆମଦାନୀ ଦ୍ରବ୍ୟ ଅଟେ? ଭାରତର ମୁଖ୍ୟ ଆମଦାନୀ ଅଟେ ହେଉଛି ପେଟ୍ରୋଲିୟମ। 29 ଭାରତରେ କେଉଁ ମସିହା ରେଳ ଚଳାଚଳ ଶୁଭାରମ୍ଭ ହୋଇଥିଲା? 1853। ରିପିଟ୍ କ୍ୱେଶ୍ଚିନ୍। 30 ନମ୍ବର ଏଇଟା ଅଏଲ ଇଣ୍ଡିଆ ହେଇଥିଲା। ଏଇଟା ଯୋଉଠି ମାରୁତି ଉଦ୍ୟୋଗ, ସେ ଯୌଥ ମାରୁତି ଉଦ୍ୟୋଗ କହିଦେଇଥିଲି, ଯୌଥ ଯୌଥ ଶିଳ୍ପରେ ଯିବ, ମିଳିତ ବା ଯୌଥ ଶିଳ୍ପ। ତାପରେ 31 ନମ୍ବର, ଗ୍ରାମାଞ୍ଚଳ ଜଣେ ଲୋକର ଦୈନିକ କେତେ ପରିମାଣର ଖାଦ୍ୟ ଦରକାର? ଗ୍ରାମାଞ୍ଚଳ ପାଇଁ ହେଉଛି 2400, ସହରାଞ୍ଚଳ ପାଇଁ ହେଉଛି 2100। ମନେ ରଖିଥା, ଗ୍ରାମାଞ୍ଚଳରେ 2400, ସହରା ପାଇଁ 2100 ମନେ ରଖିଥା। 32 ନମ୍ବର, ଆବଶ୍ୟକତା ଠାରୁ ଅଧିକ ଶ୍ରମିକ ନିୟୋଜନକୁ ପ୍ରଚ୍ଛନ୍ନ ବେକାରୀ କୁହାଯାଏ। ପ୍ରଚ୍ଛନ୍ନ ବେକାରୀ। 33 ନମ୍ବର ଲେଖ, ନିମ୍ନଲିଖିତ କେଉଁଟି ବେକାରୀ ଦୂରୀକରଣ କାର୍ଯ୍ୟକ୍ରମ ନୁହେଁ? ନୁହେଁ ହେଉଛି ନାବାର୍ଡ। ଏଗୁରା ସବୁ ବେକାରୀ ଦୂରୀକରଣ କରୁଛି NREP, JRY, PMRY, ତାହେଲେ ଏଇଟା ନୁହେଁ ନାବାର୍ଡ। 34 ନମ୍ବର, କେଉଁ ଉତ୍ପାଦନର ନିୟାମକ ନୁହେଁ? କେଉଁ ଉତ୍ପାଦନର ନିୟାମକ ନୁହେଁ? କିଏ ସେ? ଉଦ୍ଭିଦ। ଅପସନ୍ ଏ। 35 ନମ୍ବର, ଡ୍ୟାସ୍ ଉଦ୍ୟୋଗୀ ଶବ୍ଦକୁ ପ୍ରଥମ କରି ଅର୍ଥନୀତିରେ ପ୍ରଚଳିତ କରିଥିଲେ କିଏ ସେ? ନା ଆମର ଅପସନ୍ ବି, ରିଚାର୍ଡ କାଣ୍ଟଲନ୍। 36 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମ? EDP। କେବେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନାର ଶୁଭାରମ୍ଭ ହୋଇଥିଲା? 2017। 16 ଆରମ୍ଭ ହେଲା, 2017 ହେଲା। 38 ନମ୍ବର, ଭାରତର କେଉଁ ରାଜ୍ୟରେ ସର୍ବାଧିକ ଭୂମି କୃଷି ପାଇଁ ବ୍ୟବହୃତ ହେଉଛି? ପଞ୍ଜାବରେ। ଏଇଠି ସ୍ଥାନାନ୍ତରିତ କୃଷି କେତେ ଥର ପଡୁଛି? ଖାସ ପଡୁଛି। ଝାଡଖଣ୍ଡର ସ୍ଥାନାନ୍ତରିତ କୃଷି କଣ କୁହାଯାଏ? କୁରୁଆ। 40, କେଉଁ ରାଜ୍ୟରେ ଅଧିକ କଦଳୀ ଉତ୍ପାଦନ କରାଯାଇଥାଏ? କୋଉଥିରେ କଦଳୀ? ସବୁ ଆନ୍ଧ୍ରରୁ କଦଳୀର ଖାସ ଆସୁଛି, ଆନ୍ଧ୍ରପ୍ରଦେଶ। 41 ନମ୍ବର, ଡ୍ୟାସ୍ ଏକ ପର୍ଯ୍ୟାୟକ୍ରମ ଫସଲ ଅଟେ ବିଲେ? ମୁଗ। 42, ଚା ଚାଷ ଡ୍ୟାସ୍ କୃଷିର ଏକ ଉଦାହରଣ? ରୋପଣ କୃଷି। ଚାଟା ହେଲା ରୋପଣ କୃଷି। 43 ନମ୍ବର, ବିନୋବା ଭାବେଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବୃହଦାନ ଗ୍ରାମାଦାନ ଆନ୍ଦୋଳନକୁ ଡ୍ୟାସ୍ ବିପ୍ଳବ କୁହାଯାଏ? ରକ୍ତପାତ ବିହୀନ ବିପ୍ଳବ ବୋଲି କୁହାଯାଏ ବିନୋବାଙ୍କର। 44 ନମ୍ବର ଦେଖ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଶିଳ୍ପାୟନ ପାଇଁ ସ୍ଥାନ ନିରୂପଣ ପ୍ରକ୍ରିୟା ଅଟେ? କଞ୍ଚାମାଲ ଠିକ ଅଛି, ଜମି ବି ଠିକ ଅଛି, ବଜାର ବି ଠିକ ଅଛି, ସବୁ ଠିକ ଅଛି। ତାହେଲେ ଉତ୍ତର ହବ ଅପସନ୍ ଡି, ଉପରୋକ୍ତ ସମସ୍ତ ହେଲା। ତାପରେ 44 ହେଲା। 45 ନମ୍ବର, 45 ନମ୍ବର ହେଲା, କେଉଁଟି ଏକ ଖାଉଟି ଶିଳ୍ପ ଅଟେ? ଖାଉଟି ଶିଳ୍ପ ଅଟେ। 45 ହେଲା ରେଡିଓ। 46, ବେଙ୍ଗାଲୁରୁ କାରଖାନାରେ କୃଷି କ୍ଷେତ୍ରରେ ଉପଯୋଗ ପାଇଁ ନିର୍ମିତ ହେଉଥିବା ହେଲିକପ୍ଟର ନାମ କଣ? ପୁଷ୍ପକ ହେଲା। ଡ୍ୟାସ୍ ଠାରେ ଯାତ୍ରୀବାହୀ ରେଳଗାଡି ତିଆରି କରାଯାଏ? ପେରାମ୍ବୁର। ଯାତ୍ରୀବାହୀ ପେରାମ୍ବୁର। ଦେଶର ଶିଳ୍ପ ଅଭିବୃଦ୍ଧି ହାରକୁ ଅନୁଧ୍ୟାନ କରିବା ପାଇଁ ଡ୍ୟାସ୍ ଗଠିତ ହୋଇଛି? ଅପସନ୍ ଡି, NMCC ହେଲା। 49 ନମ୍ବର, କେଉଁ ପରିବହନ ଘରକୁ ସେବା ଯୋଗାଇଥାଏ? ସଡ଼କ ପରିବହନ। ସବୁ ଗାଁକୁ ଘରକୁ ଯାଇଛି। 50 ନମ୍ବର, ଡ୍ୟାସ୍ ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ଅଟେ? ବନ୍ଦେ ଭାରତ ଏକ୍ସପ୍ରେସ 18, ଅପସନ୍ ସି। ତାପରେ ଆମେ ଦେଖିବା 2022 ହେଲା। 2022 ତାପରେ 2021 ଏତ ଦେଖିଦବା।
ଦେଖ, ଦୁଇ ରେଳ ଧାରଣା ମଧ୍ୟରେ 0.610 ମିଟର ଦୂରତା ଥିବା ରେଳପଥକୁ କହନ୍ତି ଲିଫ୍ଟ ଗେଜ୍। ହେଲା। 2 ନମ୍ବର, ତାମିଲନାଡୁର କେଉଁ ଅଞ୍ଚଳ ଚା ଚାଷ ପାଇଁ ପ୍ରସିଦ୍ଧ? ହେଲା ନୀଳଗିରି। ଅପସନ୍ ଏ। 3 ନମ୍ବର, ବାଦାମୀ ବିପ୍ଳବ କାହା ସହିତ ସମ୍ପୃକ୍ତ? ବାଦାମୀ ବିପ୍ଳବ ହେଲା ମହୁ। 4 ନମ୍ବର, କେଉଁ ରେଳବାଇ ଜୋନର ମୁଖ୍ୟ କାର୍ଯ୍ୟାଳୟ ନ୍ୟୁ ମୁମ୍ବାଇ ଠାରେ? କଙ୍କଣ। 5 ନମ୍ବର, କେଉଁ ତନ୍ତୁଜାତୀୟ ଫସଲ ମାଟିରୁ ଉତ୍ପନ୍ନ ହୁଏ ନାହିଁ? କିଏ ସେ? ଏ ନଳିତା, ଛଣପଟ, କପାସ ଓ ମାଟିରେ ଚାଷ ହଉଛି। ରେଶମ। ହେଲା ଆନ୍ସର ରେଶମ। ହେଲା। 6 ନମ୍ବର, ଏଇଠି କେତେ ଥର ପଡୁଛି, ସ୍ଥାନିତ କୃଷିକୁ ଝାଡଖଣ୍ଡ ଯେ କହନ୍ତି କୁରୁଆ। ଅପସନ୍ ଏ। 7 ନମ୍ବର, ଭାରତ ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ବିଭିନ୍ନ ଟିକସ ଶୁଳ୍କ ହାର ହ୍ରାସ କେଉଁ ଅର୍ଥନୀତିର ଅନ୍ତର୍ଗତ? 7 ନମ୍ବର ହେଲା ଉଦାରୀକରଣ। ଅପସନ୍ ଏ। 8 ନମ୍ବର, ନିମ୍ନତରୁ କେଉଁଟି ଏକ ପୁନରୁଦ୍ଧାରଯୋଗ୍ୟ ସମ୍ବଳ ନୁହେଁ? ଅପସନ୍ ଡି, କୋଇଲା। ଆଉ ପୁନରୁଦ୍ଧାର ହେଇପାରେ, ସରିଯିବ। 9 ନମ୍ବର, ନିମ୍ନୋକ୍ତ ନଦୀ ଉପତ୍ୟକାରେ ଗଣ୍ଡୱାନା ଯୁଗର କୋଇଲା ମିଳେ ନାହିଁ କେଉଁଠିରେ? ବ୍ରହ୍ମପୁତ୍ର ନଦୀ ଉପତ୍ୟକାରେ। ହେଲା। ତାପରେ 10 ନମ୍ବର, ଔଦ୍ୟୋଗିକର କେତୋଟି ନିୟାମକ ଅଛି? 4ଟି ନିୟାମକ ଅଛି। 4ଟି ନିୟାମକ। ସ୍ୱାଧୀନ ଭାବେ 11 ନମ୍ବର, ସ୍ୱାଧୀନ ଭାବେ କାମ କରିବାର ଇଚ୍ଛାକୁ କେଉଁ ପ୍ରୟୋଜନତା କୁହାଯାଏ? ସ୍ୱାୟତ୍ତତା। ଅପସନ୍ ସି। 12 ନମ୍ବର, କେଉଁ ରାଜ୍ୟରେ ରବି ଋତୁରେ ଅଧିକ ପରିମାଣ ମକା ଚାଷ କରାଯାଏ? ବିହାରରେ। ହେଲା। ତାପରେ 13 ନମ୍ବର ଦେଖ, ଉପକୂଳ ଠାରୁ ସମୁଦ୍ର ଆଡକୁ ପ୍ରାୟ କେତେ କିଲୋମିଟର ଜଳଭାଗ ଜାତୀୟ ସମ୍ବଳର? 22 କିଲୋମିଟର। ହେଲା। 14 ନମ୍ବର, ଜେନେଟିକ୍ ଇଞ୍ଜିନିୟରିଂ କେଉଁ ପ୍ରକ୍ରିୟା ଅନ୍ତର୍ଗତ? ଜିନିୟ ବିବର୍ତ୍ତନ। ଜେନେଟିକ୍ ଇଞ୍ଜିନିୟର। ହେଲା। 14 ନମ୍ବର ଅପସନ୍ ବି। 15, ଜୈତାପୁର ଆଣବିକ ଶକ୍ତି କେନ୍ଦ୍ର କେଉଁ ରାଜ୍ୟରେ ଅବସ୍ଥିତ? ଜୈତାପୁର କୋଉଠି? ମହାରାଷ୍ଟ୍ର। 16 ନମ୍ବର, ଦେବାରୁ ଉଦୟପୁର ପାଇପଲାଇନ ଦେଇ କେଉଁ ଖଣିଜ ପଦାର୍ଥ ପରିବହନ କରାଯାଏ? ଜିଙ୍କ। 16 ନମ୍ବର ଅପସନ୍ ସି, ଜିଙ୍କ। 17, ଶୀଘ୍ର ପଚିସଢ଼ି ଯାଉଥିବା ଦ୍ରବ୍ୟକୁ ପରିବହନ ପାଇଁ କେଉଁ ମାଧ୍ୟମ ଅଧିକ କାର୍ଯ୍ୟକ୍ରମ କରିଥାଏ? ସଡ଼କ ପଥ ଏଇନା କୁହାଇଦେଲା। ତାପରେ 18 ନମ୍ବର, ବ୍ଲିଚିଂ ପାଉଡର ପ୍ରସ୍ତୁତିରେ କେଉଁ ଧାତୁ ବ୍ୟବହୃତ ହୋଇଥାଏ? ଅପସନ୍ ଏ, ମାଙ୍ଗାନିଜ। 19, ଔଦ୍ୟୋଗିକ ସୃଷ୍ଟି କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଔଦ୍ୟୋଗିକି। ଅପସନ୍ ସି। 20, କାଶ କହିଲେ କ'ଣ ବୁଝାଯାଏ? ନା ଅର୍ଥ। କ୍ୟାଶ କହିଲେ କ'ଣ ବୁଝାଯାଏ? ଅର୍ଥ। 21 ନମ୍ବର, ନିମ୍ନତ କେଉଁ ରାସ୍ତାଟି 12 ଲେନ୍ ବିଶିଷ୍ଟ? 12 ଲେନ୍ ବିଶିଷ୍ଟ ହଉଛି ତ୍ୱରିତ ରାଜମାର୍ଗ। ଅପସନ୍ ବି। 22, ଜନକଲ୍ୟାଣ ଉପରେ କେଉଁ ଅର୍ଥବ୍ୟବସ୍ଥା ଗୁରୁତ୍ୱ ଦେଇଥାଏ? ଅପସନ୍ ବି, ସମାଜବାଦୀ। 23 ନମ୍ବର, ନିମ୍ନତ ମଧ୍ୟରୁ କେଉଁଟି ଏକ ରବି ଫସଲ? ରବି ଫସଲ କିଏ ସେ? ବାର୍ଲି। ହେଲା। 24 ନମ୍ବର ଦେଖ, କେଉଁ ଜଳପଥ ଦେଇ ଦକ୍ଷିଣ ଏଇନା ଯାଇଛି ଏଇଟା, କେଉଁ ଜଳପଥ ଦେଇ ଦକ୍ଷିଣ ଆମେରିକା ଦେଶ ସହିତ ବାଣିଜ୍ୟ କାରବାର କରାଯାଏ? ଉତ୍ତମ ସାନ୍ତରୀୟ ପଥ। ହେଲା।
25 नंबर उद्योग विकास ପାଇଁ କେଉଁ ଅର୍ଥନୀତି ଅନୁକୂଳ? ପୁଞ୍ଜିବାଦୀ ଅର୍ଥନୀତି ଅନୁକୂଳ। 25 ରେ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ କିଏ ନିଯୁକ୍ତି କରନ୍ତି? ରାଷ୍ଟ୍ରପତି। ଦେଖିବ ଏଟା ଉତ୍ତର ଭୁଲ ଅଛି ପିଲେ, ରାଷ୍ଟ୍ରପତି। ଏତେ ମୁଖ୍ୟ ବିଚାରପତି। 27 ନମ୍ବର संविधान क्यों धारे सार्वजनिक साबालिक नागरिक मतदान संपर्क 1926 धारा ऑप्शन बी है। 28 नंबर खुदाई खुदमितगार किए गठन करते? खां अब्दुल गफर खां ऑप्शन ए। 29 किए स्वाधीन प्रार्थी मान निर्वाचन देते? निर्वाचन आयोग देते। केबे 14टी बैंक जातीय कणा एना कही 1968 ऑप्शन ए। 31 नंबर कोरापुट जिलार केउठार एक बक्साइट खनि सन्धान मिलता? ऑप्शन ए पंचपतिमाली। ऑप्शन ए। 32 गांधीजी के महात्वाख्या प्रदान करते? रविंद्रनाथ टैगोर। ऑप्शन ए। कहा नेतृत्व में मणिपुरी नागा मैंने आईन अमान्य आंदोलन जोग देते? राणी चौधरी या जेल दंड होता कही बहुत आगु कही। 34 नंबर निर्वाचन मंडल सीमा निर्धारण क्या द्वारा करे? निर्वाचन मंडली सीमा निर्धारण आयोग है। ऑप्शन सी। 35 नंबर जम्मू और काश्मीर सरकारी भाषा कौन? उर्दू। 36 केउंटी ग श्रेणीभुक्त राज्य थिला? आजमीर। ऑप्शन ए। 37 सड़काश्रम केउठार प्रतिष्ठा कराइथिला? जगतसिंहपुर। नाटाल भारतीय कांग्रेस की गठन करते? दक्षिण आफ्रिका जाइथिले महात्मा गांधी कही टी मो पूर्व भिडियो पे देखीदब केते प्रतिदिन 2 घंटा घंटा देखले 2 दिन 3 दिन सज गरु 2-3 थर रिपीट करद पर गला पूरा सब तो पड़ो सब तो कही बुझे किए करते? नाटाल भारतीय कांग्रेस करते गांधी। कौटी? दक्षिण आफ्रिका करते कही सब। 38 नंबर 39 नंबर देख 39 नंबर प्रेसिडेंसी कॉलेज किए इंग्रेज प्रोफेसर भारत विरुद्ध थे? सीएफ। ऑप्शन डी सीएफ वेटन। 40 क्या जनहित पदक प्रशंसा धन्यवाद जनवाई कटक एक साधारण सभा आयोजित होता? क्या ना लॉर्ड रिपन को। 41 क्योंटी एक आणविक रिएक्टर नुहे? आणविक नुहे कि से आकाश एटा गोटे अस्त्र आकाश क्षेपणास्त्र। 42 गांधीजी को दक्षिण आफ्रिका क्यों कार्य बंदी कराइथिला? जोन्सबर्ग। ऑप्शन ए। क्योंठारे एक केंद्रीय 43 नंबर देख क्योंठारे एक केंद्रीय विश्वविद्यालय प्रतिष्ठित होइछि? कोरापुटारे। 44 नंबर जालियानवाला बाग हत्याकांड पर गांधीजी क्यों उपाधि परित्याग करते? काइजर हिंद उपाधि ऑप्शन बी प्रत्याहार करते। 45 नंबर मैकमोहन सीमा रेखा क्यों दुईटी देश संपृक्त? ना भारत और चीन। भारत और चीन। 46 पारलाखेमुंडी ठारे अनुष्ठित उत्कल सम्मेलन 10म अधिवेशन में किए अध्यक्षता करते? विक्रम देव वर्मा। ऑप्शन सी है विक्रम देव वर्मा। 47 1906 सेप्टेम्बर 11 दक्षिण आफ्रिकार जोन्सबर्गर एम्पायर थिएटर ठारे किए इंग्रेज मानकर पलायन को दृढ़ विरोध करते? किए करते? गांधी करते? जेल दिया गांधी गांधी। 48 भारतर वैदेशिक नीतिर आधार कौन? भारतर वैदेशिक आधार है गोष्ठी निरपेक्षता बहुत भाग ने ना। 49 क्यों सरकार प्रत्येक व्यक्ति अंशग्रहण करती गणतंत्र कहुए? किए कथा कहते? प्रत्येक व्यक्ति अंशग्रहण करती कहते सिली। ऑप्शन सी सिली सिली। 50 नंबर क्यों देश में प्रत्येक गणतंत्र कार्य करूला? ग्रीस रे।
ପ୍ରତ୍ୟେକ ଗଣତନ୍ତ୍ର କାର୍ଯ୍ୟ କରୁଥିଲା ହେଲା। ତାପରେ ଆମେ ଏଇଟା ଲାଷ୍ଟ 2021ଟା ଦେଖିଦେବା। 5 ବର୍ଷ ହେଇଯିବ କ୍ଲିଅର ଦେଖିଦେବାକୁ ଦେଖିଦେବ ଆଉ 8 ଦିନଟା ଆଉ ଥରେ ଗୋଳେଇ ଦେବ। ଆଉ ଯେତକ ସାମାଜିକର ପକେଇଛି ମୁଁ ପିଲେ ଦେଖିଦେବ, ମୋର ପ୍ଲେ ଲିଷ୍ଟ ଦେଖିଦେବ, ମୋ ଭିଡ଼ିଓ ଦେଖିଦେବ ବହୁତ କୋଶ୍ଚିନ୍ ହେଇଛି ତମେ ପାଇବ ହେଲା। 1 ନମ୍ବର, କେଉଁଟି ଏକ ପୁନରୁଦ୍ଧାରଯୋଗ୍ୟ ସମ୍ବଳ? ତମ୍ବା। କେଉଁ ଅଞ୍ଚଳରେ ଅଧିକ କୃଷି କାର୍ଯ୍ୟ କରାଯାଏ? କୋଉଥିରେ କରାଯାଏ? ସମତଳ ଭୂମିରେ ଅଧିକ କୃଷି କାର୍ଯ୍ୟ କରାଯାଏ, ସମତଳ ଭୂମିରେ। 3 ନମ୍ବର, ଝୁମ୍ କହିଲେ କଣ ବୁଝାଯାଏ? ଝୁମ୍ ହେଲା ସ୍ଥାନାନ୍ତରିତ କୃଷି। 4, ଲୋହିତ ମୂର୍ତ୍ତିକା ସୃଷ୍ଟି ପାଇଁ କେଉଁ ଉପାଦାନଟି ମୁଖ୍ୟ ଦାୟୀ? ଲୌହ। ଲୋହିତ ମୂର୍ତ୍ତିକା ପାଇଁ ଲୌହ ମୁଖ୍ୟ ଦାୟୀ। 5 ନମ୍ବର, ଭାରତର କେଉଁ ରାଜ୍ୟରେ ସର୍ବାଧିକ ମୂର୍ତ୍ତିକା କ୍ଷୟ? ମରୁଭୂମି, ସେଟା ରାଜସ୍ଥାନରେ ବେଶୀ କ୍ଷୟ ହୁଏ। ତାପରେ 5 ନମ୍ବର 6 ନମ୍ବର ଦେଖ, 6 ନମ୍ବର ଦେଇଛି ପିଲେ କେଉଁଟି ଏକ ଲୌହବିହୀନ ଧାତବ ଖଣିଜ? ଏଇଟା ଭୁଲ ଦେଇଛି, ମାନେ କ୍ୱେଶ୍ଚିନ୍ ଆନ୍ସର ଭୁଲ ଦେଇଛି। ଏଇଟା ଏ ଦେଇଛି ଡି ହବ, ବକ୍ସାଇଟ୍ ହେଲା। ଲୌହବିହୀନ ଧାତବ ଖଣିଜ ହେଲା ବକ୍ସାଇଟ୍ ହେଲା। ବକ୍ସାଇଟ୍ ରୁ କଣ ବାହାରେ? ଆଲୁମିନିୟମ ନୁହେଁ ହେଲା। ତାପରେ 7 ନମ୍ବର, ଚଳିତ ନଦୀ ଭୂମିରେ କେତେ ସମୟ ଧରି କୃଷି କାର୍ଯ୍ୟ ହୋଇନଥାଏ? ଅପସନ 1 ବର୍ଷ, 1 ବର୍ଷରୁ କମ ଆଉ କଣ। 8 ନମ୍ବର, କେଉଁଟି ଭାରତର ସର୍ବାଧିକ ବକ୍ସାଇଟ୍ ଉତ୍ପାଦନକାରୀ ରାଜ୍ୟ? ସେ ବକ୍ସାଇଟ୍ ସବୁଠାରୁ ଓଡ଼ିଶା ଆମର ସର୍ବାଧିକ ବକ୍ସାଇଟ୍ ଉତ୍ପାଦନକାରୀ ରାଜ୍ୟ ଓଡ଼ିଶା। 9, ଟୁଥବ୍ରଶ ପାଇଁ ବ୍ୟବହୃତ ପ୍ଲାଷ୍ଟିକ କେଉଁ ଖଣିଜରୁ ମିଳିଥାଏ? ଅପସନ ସି, ପେଟ୍ରୋଲିୟମ। 10 ନମ୍ବର, ଭାରତର ସବୁଠାରୁ ବଡ଼ ଲୁହା ଖଣି ନାମ କଣ? ଚିରିଆ। ହେଲା। 11 ନମ୍ବର, ମ୍ୟାଗ୍ନେସିୟମ କାର୍ବୋନେଟ ଯୁକ୍ତ ଶିଳାରୁ କେଉଁ ଖଣିଜ ମିଳିଥାଏ? ହେଲା ଚୁନପଥର। ମ୍ୟାଗ୍ନେସିୟମ କାର୍ବୋନେଟ ଯୁକ୍ତ ଶିଳାରୁ ଅପସନ ଡି, ଚୁନପଥର ହେଲା। 12 ନମ୍ବର, କେଉଁ ଶକ୍ତି କେନ୍ଦ୍ର ପାଇଁ ମାଧପୁର ପ୍ରସିଦ୍ଧ? ମାଧପୁର ହେଲା ଏ ସୌର ହେଲା। ଗୁଜୁରାଟର ମାଧପୁର ମନେ ରଖିଥା, ସର୍ବବୃହତ ସୌରତାପ କେନ୍ଦ୍ର ହେଲା। 13 ନମ୍ବର, ସୁବର୍ଣ୍ଣରେଖା ତାପଜ ବିଦ୍ୟୁତ କେନ୍ଦ୍ର କେଉଁ ରାଜ୍ୟରେ ଅବସ୍ଥିତ? ସୁବର୍ଣ୍ଣରେଖା ତାପଜ କେନ୍ଦ୍ର ଝାଡ଼ଖଣ୍ଡ ହେଲା। 14 ନମ୍ବର, ବାଜରା ଚାଷ ପାଇଁ କି ପ୍ରକାର ଜଳବାୟୁ ଆବଶ୍ୟକ? ଅପସନ ବି, ଉଷ୍ମ ଶୁଷ୍କ ହେଲା। 15 ନମ୍ବର ଦେଖ, ମେଘାଳୟ କେଉଁ ଫଳ ଚାଷ ପାଇଁ ପ୍ରସିଦ୍ଧ? ମେଘାଳୟ ହେଲା ସପୁରୀ ପାଇଁ ପ୍ରସିଦ୍ଧ। 16 ନମ୍ବର, କେଉଁଟି ଭାରତର ମୁଖ୍ୟ ଦାନାଦାର ଶସ୍ୟ? ମୁଖ୍ୟ ଦାନାଦାର ଶସ୍ୟ ହେଲା ଯଅ। ଭାରତର 17 ନମ୍ବର, ଭାରତର ସର୍ବପୁରାତନ ଜାତୀୟ ରାଜପଥ ଗ୍ରାଣ୍ଡ ଟ୍ରଙ୍କ ରୋଡ କୋଲକାତା ଦେଇକିରି, କୋଲକାତା ଠୁ ଆରମ୍ଭ ହେଇଛି, କୋଉଠୁ ଯାଇଛି? ଅମୃତସର ଯାକେ, ଦିଲ୍ଲୀ ଫିଲି ବାଟ ଦେଇକି ଯାଇଛି ଅମୃତସର। 18 ନମ୍ବର, ତ୍ୱରିତ ରାଜମାର୍ଗ କେତେ ଲେନ୍ ବିଶିଷ୍ଟ? 8 ଲେନ୍ ବିଶିଷ୍ଟ। 19, ନିମ୍ନତଃ କେଉଁ ସହରରେ ମେଟ୍ରୋ ଟ୍ରେନ ସେବା ଉପଲବ୍ଧ ହେଉଛି? ଅପସନ ଏ, କୋଚିରେ। କେଉଁ ସମୁଦ୍ର ଦେଇ ଅଷ୍ଟ୍ରେଲିଆ ସହ ଭାରତର ବାଣିଜ୍ୟ କାରବାର ଚାଲେ? ଅପସନ ବି ହେଲା ମଲକା ପ୍ରଣାଳୀ, ଅପସନ ବି। 20 ନମ୍ବର। 21 ନମ୍ବର, କେଉଁଟି ବିକଶନମୁଖୀ ଦେଶର ଲକ୍ଷଣ ନୁହେଁ? କେଉଁଟି ନୁହେଁ? ନିୟନ୍ତ୍ରିତ ଜନସଂଖ୍ୟା ହେଲା। ଅପସନ ଏ। 22 ନମ୍ବର, ନିମ୍ନତମ ମଧ୍ୟରୁ କେଉଁଟି ଏକ ବିକଶିତ ରାଷ୍ଟ୍ର? ବିକଶିତ ରାଷ୍ଟ୍ର ଜାଣିଛ? ସେ ଯୋଉ ଭାରତ, ଶ୍ରୀଲଙ୍କା,
ପାକିସ୍ତାନ ଏରା ବିକଶିତ ମୁଖୀ ରାଷ୍ଟ୍ର, ତାହେଲେ ଜାପାନ ଅପସନ ହେଲା ସି ଜାପାନ। ଭାରତରେ ଉଦାରୀକରଣ ନୀତି କେବେ ପ୍ରଚଳିତ ହେଇଥିଲା? 1991ରୁ 1991ରୁ ହେଇଥିଲା ହେଲା। ବହୁଦେଶୀୟ କମ୍ପାନୀ ଗୁଡ଼ିକ ଖାଉଟି ସେବା କେଉଁ ଦେଶରେ ସମ୍ପାଦିତ ହୋଇଥାଏ? ଭାରତରେ। ଏ କ୍ୱେଶ୍ଚିନ୍ ବାରମ୍ବାର ରିପିଟ୍ ହେଇଛି। 25 ନିମ୍ନତ କେଉଁଟି ସରକାରୀ ମାଲିକାନା ଭୁକ୍ତ? କିଏ ସେ? ରେଳ ବିଭାଗ ହେଲା। ତାପରେ ଦେଖ 26 ନମ୍ବର ଦେଖ। କିଏ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ? ଯାଇଛି ନା ଗାନ୍ଧୀ। ମୋହନଦାସ କରମଚାନ୍ଦ ଗାନ୍ଧୀ ନାଟାଲ ଭାରତୀୟ କଂଗ୍ରେସ ସାଉଥ ଆଫ୍ରିକା ଦକ୍ଷିଣ ଆଫ୍ରିକା କରିଥିଲେ ହେଲା। ଗାନ୍ଧୀଜୀକୁ ଦକ୍ଷିଣ ଆଫ୍ରିକା କେଉଁ ଗାଁରେ ବନ୍ଦୀ କରିଥିଲା? ଜୋନ୍ସବର୍ଗରେ ବନ୍ଦୀ କରାହେଇକି ରଖାହେଇଥିଲା। ଗାନ୍ଧୀଜୀ କି 28 ନମ୍ବର। ଗାନ୍ଧୀ କିଏ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ? ରିପିଟ୍ ହଉଛି ବାରମ୍ବାର ପିଲେ କ୍ୱେଶ୍ଚିନ୍। ରବୀନ୍ଦ୍ରନାଥ ଠାକୁର ଦେଇଥିଲେ ମହାତ୍ମା ଆଖ୍ୟା ହେଲା। ତାପରେ 29 ନମ୍ବର। ଖିଲାଫତ କମିଟିର କିଏ ସଦସ୍ୟ ନଥିଲେ? ଏଇ ଶୌକତ ଅଲି, ମହମ୍ମଦ ଅଲି, ହେକମ ହଜମଲ ସେ ଥିଲେ ସବୁ। ଗାନ୍ଧୀ ନଥିଲେ ସେଥିରେ। ଖିଲାଫତ କମିଟି ସଦସ୍ୟ ଗାନ୍ଧୀ ନଥିଲେ। 30 ନମ୍ବର। ଓଡ଼ିଶା ପ୍ରାଦେଶିକ କମିଟିର ପ୍ରଥମ ସଭାପତି କିଏ ଥିଲେ? ଗୋପନ ଦାସ। 31 ନମ୍ବର ଦେଖ। ଓଡ଼ିଶା ଏ ଅସହଯୋଗ ଆନ୍ଦୋଳନ ସମୟରେ ଓଡ଼ିଶାରେ କେଉଁଠାରେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଥିଲା? ଭଦ୍ରକ। ଭଦ୍ରକରେ କରାଯାଇଥିଲା। ଆଉ କୋଉଠି କରାଯାଇଥିଲା? ବାଲେଶ୍ୱରରେ ବି କରାଯାଇଥିଲା। ଇଞ୍ଚୁଠାରେ ପ୍ରଥମେ କିଏ ଲବଣ ଆଇନ ଭଙ୍ଗ କରିଥିଲେ? ଆଚାର୍ଯ୍ୟ ହରିହର। 33 ନମ୍ବର। 33 ନମ୍ବର ହେଲା 1931 ମେ ମାସରେ ଶ୍ରୀଜଙ୍ଗଠାରେ ଚୌକିଦାରୀ କର ବିରୋଧୀ ଆନ୍ଦୋଳନ କିଏ ନେତୃତ୍ୱ ନେଇଥିଲେ? କିଏ ନେଇଥିଲେ? ଗୌରମୋହନ ଦାସ ନେଇଥିଲେ। ଆଉ କିଏ ନେଇଥିଲେ? ମନେ ରଖ, ବିଦ୍ୟାଧର ରଥ। ପଢିବ ଯଦି ସେଇଟା ବି ଲେଖିବ। ଗୌରମୋହନ ଦାସ ନେଇଥିଲେ ଆଉ ବିଦ୍ୟାଧର ରଥ, ଦି ଜଣ ଯାକ ନେତୃତ୍ୱ ନେଇଥିଲେ। ବିଦ୍ୟାଧର ରଥ ହେଲା। ଓଡ଼ିଶାର କେଉଁ ବିପ୍ଳବ ସମୟରେ ରକ୍ତବାହିନୀ ଗଠନ କରାଯାଇଥିଲା? ରକ୍ତବାହିନୀ ହେଇଥିଲା ଭାରତ ଛାଡ଼ ଆନ୍ଦୋଳନ। 34 ନମ୍ବର ହେଲା। ଭାରତ ଛାଡ଼ ଆନ୍ଦୋଳନ ବେଳେ ଗଠନ କରାଯାଇଥିଲା ରକ୍ତବାହିନୀ। ଦିଲ୍ଲୀ ପଥ ହେଲା ସ୍ୱାଧୀନତା ପଥ କିଏ କହିଥିଲେ? ସୁଭାଷ ଚନ୍ଦ୍ର ବୋଷ କହିଥିଲେ। ତାଳଚେର ସାର କାରଖାନା କେବେ ପ୍ରତିଷ୍ଠା କରାଯାଇଥିଲା? 1971 ମସିହାରେ ହେଲା। 37 କାହାକୁ କଳାହାଣ୍ଡିର ମହାରାଜା ପରଶୁରାମ ଆଖ୍ୟା ଦେଇଥିଲେ? ହରକୃଷ୍ଣ ମହତାବଙ୍କୁ ଦେଇଥିଲେ। ହରକୃଷ୍ଣ ମହତାବଙ୍କୁ। ତାପରେ 38 କେଉଁ ଦେଶ ସରକାରଙ୍କ ଠାରୁ ସୁଭାଷ ଚନ୍ଦ୍ର ବୋଷ ସାନଡାଉନ୍ ନିକୋବର ଦ୍ୱୀପପୁଞ୍ଜର ଦାୟିତ୍ୱ ଗ୍ରହଣ କରିଥିଲେ? ଜାପାନ। ପଞ୍ଚଶୀଳ ନୀତି ବାଦୁଙ୍ଗ ସମ୍ମିଳନୀରେ କେବେ ଗୃହୀତ ହୋଇଥିଲା? 1955ରେ। 40 ନମ୍ବର। କେଉଁଠାରେ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପିତ ହୋଇଛି? ହେଲା ଇବ୍। ଇବ୍ରେ 40 ନମ୍ବର ଅପସନ ବି ଇବ୍। ଏରା ହଉଛି କଣ? ଜଳ ବିଦ୍ୟୁତ କେନ୍ଦ୍ର। ଅନ୍ୟରା ୟଜ କଣ? ୟଜ ହଉଛି ଯୋଉ ଜନଜାତି ଭୟଙ୍କର ରୋଗ। ଏକ ଭୟଙ୍କର ରୋଗ। 42 1963 ମସିହାରେ କେଉଁଠାରେ ରକେଟ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଥିଲା? ଥିରୁବନନ୍ତପୁରମ୍। ଭାସ୍କର ପ୍ରଥମ ଉପଗ୍ରହ ପ୍ରେରଣ କେଉଁ ଦେଶରେ ସହାୟତା ନେଇଥିଲା? ଏଟା ଭାରତ କରିଥିଲା ଭାସ୍କରକୁ। କାହାର ସହାୟତା ନେଇଥିଲା? ରୁଷିଆର। କେଉଁ ଦେଶରେ ପ୍ରତିଗଣିତ କାର୍ଯ୍ୟ କରୁଥିଲା? ରିପିଟ୍ କେତେ ହଉଛି? କେତେ ଥର ହେଲାଣି? ଏଟା ଗ୍ରୀସ୍ ହେଲା। କେଉଁ ଦେଶରେ ପ୍ରତିଗଣିତ କାର୍ଯ୍ୟ କରୁଥିଲା? ଗ୍ରୀସ୍। ଏଠି ସାର୍ବଜନ ସାବାଳକ ନାଗରିକ ମତଦାନ 326 ଦ୍ୱାରା ରିପିଟ୍ ହଉଛି। ଦେଖିଦିଅ 5 ବର୍ଷ କୋଶ୍ଚିନ୍ କି ମନେ ଦେଇକି ଟିକେ ଭଲରେ। ଆଉ ପୂର୍ବ ଗୁଡାକ ବି ଦେଖ। 46 ନମ୍ବର।
କେଉଁଟି ସୁସ୍ଥ ନିର୍ବାଚନ ପ୍ରକ୍ରିୟାର ବିରୋଧୀ ଅଟେ? ନିର୍ବାଚନ ପ୍ରକ୍ରିୟା ହିଂସାତ୍ମକ କାର୍ଯ୍ୟ, ଏଟା ବିରୋଧ ପ୍ରକ୍ରିୟା ନୁହେଁ, ଏଟା ଅପସନ ଏ ହେଲା। 47 ଇଏ ଭାରତୀୟ ସଂସଦର ଅଂଶ ନୁହେଁ? ଭାରତୀୟ ସଂସଦର ଲୋକସଭା, ରାଜ୍ୟସଭା, ରାଷ୍ଟ୍ରପତି ନୁହେଁ, ବିଧାନସଭା, ଏଟା ରାଜ୍ୟର ବିଧାନସଭା, ଅପସନ ସି ଉତ୍ତର। 48 କେଉଁ ପଦ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରନ୍ତି ନାହିଁ? ଏଇ ଲୋକସଭାର ବାଚସ୍ପତି ପାଇଁ, ୟାକୁ ସେ କରନ୍ତି ନାହିଁ। 49 କିଏ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଂକେତ ପ୍ରଦାନ କରିଥାନ୍ତି? କିଏ ସେ? ନିର୍ବାଚନ ଆୟୋଗ କରିଥାନ୍ତି, ଦେଇଥାଏ। ଡ୍ରାଇଭିଂ ଲାଇସେନ୍ସ ପ୍ରାର୍ଥୀ କେତେ ଥର ପିଟି ହେଉଛି? 18 ବର୍ଷ। ସର୍ବନିମ୍ନ ବୟସ ସୀମା ହେଉଛି 18 ବର୍ଷ ହେଲା। ହେଲେ ଏଗୁଡ଼ିକ ଦେଖିଦିଅ ହେଲା। ତାପରେ କାଲି ଆମେ ସାଇନ୍ସ ପକେଇବା କିମ୍ବା ଇଂଲିଶ ଯାହା ଗୋଟେ ପକେଇବା ହେଲା। କାଲି ପୁଣି 5 ବର୍ଷ ଛାଡ଼ିବା ହେଲା।